ପିଠିରେ ନୋଲା ଫାଟିଯାଏ। ଫଳରେ ମନେ ରଖିଥିବା ଛାତ୍ରମାନେ ତାଙ୍କ କ୍ଲାସରେ ନ ରଖି ଆଗରେ ଚମ୍ପଟ ଦେଇଥାନ୍ତି। ସେ ପିରିୟଡ଼ ସରିଲେ ସେମାନେ ପୁଣି କ୍ଲାସକୁ ଆସନ୍ତି। ଛାତ୍ରମାନଙ୍କ ମୁହଁରୁ ସେ ଦେବାଦେବୀଙ୍କର ପ୍ରସନ୍ନ ହେବା କଥା, କାଳିସୀର ଆବିର୍ଭାବ ହେବା କଥା ଅତି ମନୋଯୋଗ ସହ ଶୁଣନ୍ତି। ଥରେ ଜଣେ ଛାତ୍ର ତାଙ୍କ ସାହିରେ ଗୋଟେ ଭୟଙ୍କର କାଳିସୀ ଜଣକ ଦେହରେ ପ୍ରବେଶ କରିବା କଥାକୁ କହୁ କହୁ କହିଲା ଯେ ମହାରାଗୀ କାଳିସୀ ଆସନ୍ତା ପାଳିକୁ ପଣା ମାଗିଛି। ପଣା ଠିକ୍ ଭାବରେ ନ ଦେଲେ ସେ ସାହିର ଅଧା ଲୋକଙ୍କୁ ଚୋବେଇ ଖାଇଯିବ। ଆର୍ତ୍ତତ୍ରାଣ ସାର୍ ଅତି ମନୋଯୋଗ ସହିତ ସେ ସବୁ ଶୁଣିଗଲେ ଏବଂ ଆସନ୍ତା ପାଳି ଦିନ ପଣା ଦିଆଗଲା କି ନାହିଁ ତା'ର ସବିଶେଷ ବିବରଣୀ ଦେବା ଲାଗି ଛାତ୍ରୀଟିକୁ ଉପଦେଶ ଦେଲେ। ସେ ମଧ୍ୟ କହିଲେ ଯେ ଯଦି ପଇସା ଅଭାବରୁ ପଣାର ସୁବ୍ୟବସ୍ଥା ନ ହୋଇପାରେ ତେବେ ତାଙ୍କଠାରୁ ଯାଇ ପଇସା ନେଇ ଆସିବ। କାଳିସୀର ସନ୍ତୋଷ ବିଧାନ ପାଇଁ ସେ 4 ଅଣା ପର୍ଯ୍ୟନ୍ତ ଦେଇଦେବେ। ତେଣୁ ପଣାଦାନର କୌଣସି ପ୍ରକାର ଅବହେଳା ଦେଖାଇବା ନିଷ୍ପ୍ରୟୋଜନ। ସେ ପିରିୟଡ଼ଟା ଏଇ ପାଠରେ ଶେଷ ହୋଇଗଲା। ଏହାପରେ ଆସିଲେ ଇଂରେଜୀ ସାର୍ ପ୍ରବୋଧ ବାବୁ। ସେ ଜଣେ ଖ୍ରୀଷ୍ଟିଆନ। ସେ ଛୋଟେଇ ଚାଲୁଥିଲେ କାରଣ ତାଙ୍କର ଗୋଟିଏ ଗୋଡ଼ ବଙ୍କା। ଇଂରେଜୀ ସାର୍ ଥିବାରୁ ଆମେମାନେ ତାଙ୍କୁ ଗୋରା ସାହେବ ମାନଙ୍କର ଆଖପାଖ ଲୋକ ବୋଲି ବିଚାରୁଥିଲୁ। ସେତେବେଳେ ଗୋରା ସାହେବ ଦେଖିଲେ ଲୋକେ ମୁଣ୍ଡ ନୁଆଁଇ 10-12 ଫୁଟ ଆଡ଼େଇ ଯାଉଥିଲେ। ପ୍ରବୋଧ ବାବୁ ଯେତେବେଳେ ରୋଗ ସାହେବଙ୍କ ଆଖପାଖ ଲୋକ ସେତେବେଳେ ତାକୁ ଦେଖିଲେ ମୁଣ୍ଡ ନୁଆଁଇ ଅନ୍ତତଃ 3-4 ଫୁଟ ଆଡ଼େଇ ହୋଇଯିବା ଉଚିତ ବୋଲି ଆମେମାନେ ଭାବୁଥିଲୁ। ଗୋରା ସାହେବ ମାନଙ୍କର ପ୍ରିୟ ହୋଇଥିବାରୁ ତାଙ୍କୁ ଆମେ ମନ ଭିତରେ ଭାରି ଡରୁଥିଲୁ। ତାଙ୍କୁ ଉତ୍ତର ନାହିଁ ବୋଲି ଆମେମାନେ ମନେ ମନେ ଧରି ନେଉଥିଲୁ। ତାଙ୍କର ଅନ୍ୟାନ୍ୟ ଧରାଯିବ ନାହିଁ। ତାଙ୍କୁ 7 ଖଣ୍ଡ ମାପ। ପଣ୍ଡିତ ପୁଅ ମାଙ୍କଡ଼ ମାଇଲେ ମାଙ୍କଡ଼ ଧାକଡ଼। ସେ କ୍ଲାସକୁ ପଶିବା ମାତ୍ରେ ମୁଣ୍ଡ ନୁଆଁଇ ସମସ୍ତେ ଠିଆ ହେଲେ। ସେ ବସିବାରୁ ସମସ୍ତେ ବସିଲେ। ଗୋଟେ ବଡ଼ ସାହସୀ ପିଲା ପୂର୍ବ ପିରିୟଡ଼ରେ କଥା ସବୁ ତାଙ୍କ ଆଗରେ କହିଲା। ସମ୍ପୃକ୍ତ ପିଲାକୁ ସେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିବାକୁ କହିଲେ। ସେ ଅତି ଉତ୍ସାହର ସହିତ ସବୁ ବର୍ଣ୍ଣନା କରିଗଲା। ସାର୍ କେବଳ ମୁରୁକି ହସୁଥାନ୍ତି। ତାଙ୍କ ମୁହଁରେ ତାଚ୍ଛଲ୍ୟ ଭାବ ଫୁଟି ଉଠୁଥାଏ। ସହଜେ ସେ ଖ୍ରୀଷ୍ଟିଆନ। ହଠାତ୍ ସେ ଚିଲେଇ ଉଠିଲେ। ପୋଲିସକୁ ଡାକି ନେଇ ଥାନାରେ ହାଜର କରାଇ ପାରିଥିଲେ କାଳିସୀ ଥଣ୍ଡା ହୋଇ ଯାଇଥାନ୍ତା। 4-5 ହଣ୍ଟର ବାଜିଯାଇଥିଲେ ତମ କାଳିସୀ ବୋପାଲୋ ମାଲୋ କହି ଛାଡ଼ି ପଳେଇ ଯାଇଥାନ୍ତା। ଆଉ ତମର 33 କୋଟି ଦିଅ ଦେବତା କେହି ତାକୁ ସାହାଯ୍ୟ କରିବାକୁ ଆସି ନଥାନ୍ତେ। ତମର ଦେବୀ ଦେବତା ଓ ଧର୍ମ ସବୁ ଅଜବ। ସେ ପିଲାଟିର ମୁହଁ କଲାକାଠ ପଡ଼ିଗଲା। ଆମେ ମଧ୍ୟ ସମସ୍ତେ ଟିକେ ଦୁଃଖିତ ହେଲୁ। ମୁଁ ମନେ ମନେ ଭାବିଲି ଆମ ଦେବାଦେବୀଙ୍କ ଛି ଛାକର କରୁଛନ୍ତି ବଜେ ପରାଭବ ପାଇବେ ନାହିଁ ଯେ। ଗୋଟାଏ ଗୋଡ଼ ତ ଛୋଟା, ଆଉ ଗୋଟାଏ ଛୋଟା ହୋଇଯିବ। କିନ୍ତୁ ସେହି ମହା ପରାକ୍ରମଶାଳୀ ସାର୍ଙ୍କ ମୁହଁରେ ଜବାବ ଦେବାକୁ କାହାର ସାହସ ନଥିଲା। ତହିଁ ଆରଦିନ ଆର୍ତ୍ତତ୍ରାଣ ଶତପଥୀଙ୍କ କ୍ଲାସରେ କେତେ ଜଣ ପିଲା ସାର୍ଙ୍କୁ କହିଲେ ଯେ ପ୍ରବୋଧବାବୁ ଏ ଘଟଣା ଶୁଣି ଆମ ଦେବାଦେବୀଙ୍କୁ ଗାଳିଗୁଲଜ କରିଛନ୍ତି। ସାର୍ ଟିକେ ଚୁପ୍ କରି କହିଲେ, ଆରେ ସେ ହେଲେ ସାହେବଙ୍କ ଲୋକ। ସହଜେ ଖ୍ରୀଷ୍ଟିଆନ। ତାଙ୍କ କଥା ସାହେବମାନେ ଆଗେ ଶୁଣିବେ। ତେଣୁ ଚୁପ୍ ହୋଇଯିବା ଭଲ। କଥାଟି ସେଇଠି ସରିଗଲା। ଆଉ କାଳିସୀ କଥା ସେ ଉଠାଇ ନାହାନ୍ତି। କାଳେ ପ୍ରବୋଧବାବୁ ଶୁଣି ତାଙ୍କ ବିରୁଦ୍ଧରେ କେଉଁଠି କ'ଣ ଫୋଡ଼ିଦେବେ। ଆଉ ଜଣେ ସାର୍ ଥିଲେ ଭାସ୍କର ପଣ୍ଡିତେ। କ'ଣ ସେ ପଢ଼ାଉଥିଲେ ମୋର ଠିକ୍ ମନେ ନାହିଁ। ଏତିକି ମୋର ମନେ ଅଛି ଦିନେ ସେ ପ୍ରଥମରୁ ଶେଷ ପିରିୟଡ଼ ପର୍ଯ୍ୟନ୍ତ ଆମ କ୍ଲାସରେ ବସି ରୁହନ୍ତି। ଯେଉଁ ସବୁ ସାର୍ ନ ଆସିଥାନ୍ତି ସେମାନଙ୍କର କାମ ସେ ତୁଲାଇ ଦିଅନ୍ତି। ସେ ଅଙ୍କ, ସାହିତ୍ୟ, ଇତିହାସ, ଭୂଗୋଳ ସବୁକିଛି ପଢ଼ାଇ ଦିଅନ୍ତି। ସେ ଆମର ବନ୍ଧୁ ଥିବାରୁ ଆମ ପ୍ରତି ବିଶେଷ ନଜର ସବୁବେଳେ ରଖିଥିଲେ। କୌଣସି ପିଲାଙ୍କ ଉପରେ ସେ ରାଗିଗଲେ ସେ ପାପୁଲିରେ ପିଲାର ନାକକୁ ଦାବି ଟିକେ ହଲାଇ ଦିଅନ୍ତି। ସେ ବେତ ବ୍ୟବହାର କରନ୍ତି ନାହିଁ। ନାକକୁ ପାପୁଲିରେ ତଡ଼ିବା ହେଲା ତାଙ୍କର ପ୍ରଧାନ ଶାସ୍ତିଦାନ। ଏଇଟା ପିଲାମାନଙ୍କୁ ଭାରି ବିରକ୍ତିକର ଜଣାଯାଏ।
ଥରେ ଜଣେ ଖେଚେଡ଼ିଆ ଟୋକା ନାକ ଦଲାର ସମ୍ମୁଖୀନ ହୋଇଥିଲା। ତାକୁ ଆଗରୁ ଭାରି ଜୋରେ ସର୍ଦ୍ଦି ହୋଇଥିଲା। ଭାସ୍କର ସାର୍ ଯେତେବେଳେ ତା ନାକକୁ ତୋଳିଲେ ସେ ସେଁ ସୁଁ କରି ଉଡ଼କାଏ ସିଙ୍ଗାଡ଼ି ଛାଡ଼ିଦେଲା। ଇହି ଅସନା ପୋଚରା ବୋଲି ତାକୁ ଗାଳି ଦେଇ ସେ ପଦାକୁ ହାତ ଧୋଇବାକୁ ଚାଲିଗଲେ। ସେଇ ଦିନଠାରୁ ତାଙ୍କର ନାକଦଲା ବନ୍ଦ ହୋଇଗଲା। ସିଙ୍ଗାଣି ନାକା ପିଲାଟି ପିଲାଙ୍କ ଆଗରେ ତାର ପୌରୁଷ ବାରମ୍ବାର ଜାହିର କରିବାକୁ ଲାଗିଲା। ସବୁବେଳେ କହି ଲାଗିଲା, ଦେଖ ମୁଁ ସାର୍ଙ୍କ ନାକଦଲା କିପରି ବନ୍ଦ କରିଦେଲି। ଡ୍ରିଲ୍ ସାର୍ ଥିଲେ କମଲ ବାବୁ। ତାଙ୍କୁ ସମସ୍ତେ ଡରୁଥିଲେ, ଏପରିକି ହେଡ଼ମାଷ୍ଟ୍ରେ ମଧ୍ୟ। ଆମ ସ୍କୁଲକୁ ବହୁତ ରୋଗ ହାକିମ ପରିଦର୍ଶନ କରିବାକୁ ଆସୁଥିଲେ। ମିଡଲ ସ୍କୁଲର ସେମାନେ ବା କି ପାଠ ଦେଖିବେ, ସେମାନେ ସବୁବେଳେ ଦେଖୁଥିଲେ ଡ୍ରିଲଟା ଠିକ୍ ହେଉଛି କି ନାହିଁ। ନାନା ପ୍ରକାରର କସରତ, ମାର୍ଚିଂ, ସ୍କାଉଟିଂ ଉପରେ ବିଶେଷ ନଜର ଦେଉଥିଲେ। ଟ୍ରେନିଂ ସ୍କୁଲର ପିଲାମାନଙ୍କୁ ଆଣି ଆମ ପଡ଼ିଆରେ ଠିଆ କରାଇ ଦେଉଥିଲେ। ସମସ୍ତେ ହାଫ୍ ପ୍ୟାଣ୍ଟ ପିନ୍ଧୁଥିଲେ। ସାହେବ ଟେବୁଲ ଉପରେ ଠିଆ ହେଉଥିଲେ। କଡ଼ରେ ଗୋଟେ ଗ୍ରାମୋଫୋନ୍ରେ ରେକର୍ଡ଼ ବାଜୁଥିଲା। ତାରି ତାଳେ ତାଳେ ସେ ଟେବୁଲ ଉପରେ ହାତରେ ନାନା ରକମର କସରତ ଦେଖାଉଥିଲେ। କେତେବେଳେ ଶରୀରକୁ ଆଗକୁ ପଛକୁ ଓ ଦୁଇ କଡ଼କୁ ଭାଙ୍ଗୁଥିଲେ। ଟ୍ରେନିଂ ସ୍କୁଲ ପିଲାମାନେ ତାକୁ ଅନୁସରଣ କରୁଥିଲେ। କମଲବାବୁ ସବୁଥିରେ ସାହେବଙ୍କର ସାହାଯ୍ୟକାରୀ ହୋଇଥାନ୍ତି। ସେମାନେ କମଲବାବୁ ସାଙ୍ଗରେ ସବୁବେଳେ କଥାବାର୍ତ୍ତା ହେଉଥାନ୍ତି। ଆଉ କୌଣସି ସାର୍ଙ୍କ ସଙ୍ଗେ ସେମାନଙ୍କ କଥାବାର୍ତ୍ତା ନଥାଏ। ଏଥିଲାଗି ଅନ୍ୟାନ୍ୟ ସାର୍ ଓ ପିଲାମାନେ କମଲବାବୁ ବଡ଼ ଭାଗ୍ୟବାନ ମନେ କରୁଥିଲେ। ସେ କାଳେ ଅନ୍ୟ ସାର୍ମାନଙ୍କ ବିରୁଦ୍ଧରେ ସାହେବମାନଙ୍କ ପାଖରେ ଖଚମିଚ କହିଦେବ, ସେଥିଲାଗି କେହି କମଲବାବୁଙ୍କୁ ବିରକ୍ତ କରିବାକୁ ସାହସ କରୁନଥିଲେ। ହେଡ଼ମାଷ୍ଟ୍ରେ ମଧ୍ୟ ତାଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ଦେଉଥିଲେ। ସାରା ସ୍କୁଲ ଶାସନଭାର ସେ ନିଜ ହାତରେ ରଖିଥିଲେ। ସେଥିପାଇଁ କାହାର ଆଦେଶ ତାଙ୍କର ଦରକାର ନଥିଲା। ଥରେ ଆମ ସ୍କୁଲରୁ ଘରକୁ ଫେରିବା ବାଟରେ ଗୋଟେ ଦୁଷ୍ଟ ପିଲା ଆମମାନଙ୍କୁ ଲକ୍ଷ୍ୟ କରି ଆଡ଼ୁସାଡ଼ୁ ଗାଳି ଦେଇଥିଲା। ଆମ ଦଲରେ ବେଶୀ ପିଲା ଥିଲେ। ତାହା ଆଡ଼କୁ ଉହୁଙ୍କି ଗଲାରୁ ସେ ପୃଷ୍ଠ ଭଙ୍ଗ ଦେଇ ପଳାଇଗଲା। ଆମ ଏଇ ଘଟଣାଟା ଘରେ ଅଭିଭାବକମାନଙ୍କୁ କହିଲୁ। ଯୋଗକୁ ତହୁଁ ଆରଦିନ କମଲବାବୁ ଆମ ଘରକୁ ଗଲେ। ତାଙ୍କୁ କକେଇ ଆମ ଘଟଣାଟା କହିଲେ। କମଲବାବୁ ଆମକୁ ପଚାରି ବୁଝିଲେ ଯେ ସେ ଆମ ଉପରେ କ୍ଲାସରେ ପଢ଼େ। ସେ ବିରକ୍ତ ହୋଇ କହିଲେ, ସ୍କୁଲରେ ମୋତେ ଆଜି କହିଲ ନାହିଁ କାହିଁକି? ହଉ କାଲି ବୁଝିବା। ତହିଁ ଆରଦିନ ସ୍କୁଲରେ କମଲବାବୁ ଆସି ଆମଠାରୁ ସେ ପିଲାର ନାମ ପଚାରି ବୁଝିଗଲେ। ଆମ କ୍ଲାସରେ ଜଣେ ସାର୍ ପଢ଼ାଉଥାନ୍ତି। ସେ କାହାକୁ କିଛି ନ ପଚାରି ଆମ କ୍ଲାସ ଭିତରକୁ ପଶି ଆସିଲେ। ପାଠପଢ଼ା ବନ୍ଦ ହୋଇଗଲା। ମୋତେ ଡାକି କ୍ଲାସରୁ ନେଇଗଲେ। ସେତେବେଳେ ଉପର ଶ୍ରେଣୀର ହେଡ଼ମାଷ୍ଟର ଇଂରାଜୀ ପଢ଼ାଉଥାନ୍ତି। ମୋତେ ସାଙ୍ଗରେ ନେଇ ସେ ହେଡ଼ମାଷ୍ଟ୍ରେଙ୍କ କ୍ଲାସ ଭିତରେ ପଶିଗଲେ। ହେଡ଼ମାଷ୍ଟରଙ୍କ ଅନୁମତି ନେବା ତାଙ୍କ ପକ୍ଷରେ ଦରକାର ନଥିଲା। ମୁଁ ପିଲାଟିକୁ ଦେଖାଇଦେଲି। କମଲବାବୁ ହେଡ଼ମାଷ୍ଟରଙ୍କୁ କହିଲେ, ଦେଖନ୍ତୁ ଏ ପିଲାଟା ଖୁବ୍ ବଜାରି ହୋଇଗଲାଣି। କାଲି ସ୍କୁଲରୁ ଗଲାବେଳେ ମିଶ୍ର ଘର ପିଲାଙ୍କୁ ଗାଳି ଗୁଲଜ କରୁଛି। ଏତକ କହି ସେ ତା ପାଖକୁ ଯାଇ ଦୁଇ ଚାରି ବେତ କଷିଦେଲେ। ସେ ପିଲାଟି ବିଚରା ଆଉ ଏପରି କରିବନି ବୋଲି କହିବାରୁ କମଲବାବୁ ବେତ ଶାନ୍ତ ପଡ଼ିଲା। ହେଡ଼ମାଷ୍ଟ୍ରେ ମନ୍ତବ୍ୟ ଦେଲେ, ଏମିତିଆ ପିଲାଙ୍କ ଏମିତି ବେତ ମାଡ଼ ଦରକାର। ତାପରେ କମଲବାବୁ ମୋତେ ନେଇ ସେଠାରୁ ଚାଲି ଆସିଲେ। ଏଇ ଘଟଣାରେ ଯେ କୌଣସି ଲୋକ କହୁଥାନ୍ତି, ପ୍ରକୃତରେ ହେଡ଼ମାଷ୍ଟ୍ରେ ହେଉଛନ୍ତି କମଲବାବୁ। ଅନେକ ସମୟରେ ଗୋଟାଏ କ୍ଲାସରେ ଜଣେ ଅତି ଖେଚେଡ଼ା ପିଲା ଥାନ୍ତି। ପଢ଼ାଉଥିବା ସାର୍ ଗୋଟେ ପିଲାକୁ ପଠାଇ କମଲବାବୁଙ୍କୁ ଡକାଇ ଆଣନ୍ତି। କମଲବାବୁ ଆସି ତତ୍କ୍ଷଣାତ୍ ପିଲାଟିର ଖେଚେଡ଼ାମିକୁ ଛଡ଼ାଇ ଦିଅନ୍ତି। ଏମାନଙ୍କ ଛଡ଼ା ଆଉ ଯେଉଁ ସାର୍ମାନେ ଥାନ୍ତି, ସେମାନେ ଅତି ସାଧାସିଧା। ସମସ୍ତଙ୍କ ଆଖିରେ ପଡ଼ିବା ଭଳି ସେମାନଙ୍କର କୌଣସି ବିଶେଷତ୍ୱ ନଥାଏ। ଆମ ହେଡ଼ମାଷ୍ଟରଙ୍କଠାରୁ ବର୍ଷାଦିନ ଛୁଟି ବା ରେନିଡେ ପାଇବା ଲାଗି ପିଲାଏ ନାନା କୌଶଳ ଅବଲମ୍ବନ କରନ୍ତି। ଥରେ ଦି'ଦିନ ଧରି ଝଡ଼ି ବର୍ଷା ଲାଗି ରହିଲା। ସେ 2 ଦିନ କେହି ସ୍କୁଲକୁ ଗଲେ ନାହିଁ। ତୃତୀୟ ଦିନ ବେଳକୁ ଛତା ଧରି ଅନେକ ସ୍କୁଲକୁ ଗଲେ। ସେତେବେଳକୁ ସ୍କୁଲ ପଡ଼ିଆରେ ଆଣ୍ଠୁଆଣି ପାଣି ଜମି ଯାଇଥାଏ। ଚାରିଆଡ଼େ ଜଳାର୍ଣ୍ଣବ ହୋଇ ଯାଇଥାଏ। ପାଣି ସ୍କୁଲ ଘର ଭିତରେ ଚର୍ଚର ହୋଇ ମାଡ଼ି ଯାଇଥାଏ। ହେଡ଼ମାଷ୍ଟ୍ରେ କି ଅନ୍ୟ ମାଷ୍ଟରମାନେ ବେଳକୁ ଆସି ନ ଥାନ୍ତି। ପିଲାମାନେ ସଙ୍ଗେ ସଙ୍ଗେ କାମରେ ଲାଗିଲେ। ପଡ଼ିଆ ଭିତରୁ ସମସ୍ତ କ୍ଲାସ
ଭିତରକୁ ପାଣି ବୋହିଲେ। କ୍ଲାସ୍ ଘର ଭିତରେ ପାଣି ଭର୍ତ୍ତି ହୋଇଗଲା। ତାପରେ ପିଲାଏ ଭାବିଲେ, ତଳେ ତ ପାଣି ରହିଲେ ସାର୍ମାନେ ଉପରେ ପଢ଼ାଇବା ବନ୍ଦ କରିବେନି। ତାଙ୍କର ବୋର୍ଡ଼ ଦେହରେ ଲେଖିବାରେ କିଛି ବାଧା ରହିବନି। ମୂଲିଆ ଲଗାଇ ସେମାନେ ପାଣିତକ କାଢ଼ିଦେବେ। ତ ପିଲାମାନେ ଜମିଥିବା ନାଲି ନାଲି ସଡ଼କ ଧୁଆ ପାଣିକୁ ବ୍ଲାକବୋର୍ଡ଼ ଓ କାନ୍ଥକୁ ଛାଡ଼ିଦେଲେ। ଚାରିଆଡ଼ ଓଦା ହୋଇଗଲା। ପାଣିରେ ଚାବୁରୁ ଚାବୁରୁ ହୋଇ ପିଲାମାନେ ଖେଳିବାକୁ ଲାଗିଲେ। ପାଣିରେ କେତେଜଣ ଗଡ଼ିଗଲେ। ସେମାନଙ୍କ ଲୁଗାପଟା ନାଲି ହୋଇଗଲା। ସେଥିରେ ସେମାନଙ୍କର ଭାରି ଆନନ୍ଦ। ଅନେକ ପିଲା ଜାଣି ଜାଣି ପାଣିରେ ଗଡ଼ି ନିଜ ଲୁଗାପଟା ରଙ୍ଗାଇ ନେଲେ। ଏହି ସମୟରେ ହେଡ଼ମାଷ୍ଟର ଆସି ପହଞ୍ଚିଗଲେ। ବହୁ କଷ୍ଟରେ ସେ ପ୍ୟାଣ୍ଟ ଟେକି ଓ ଜୋତାକୁ ହାତରେ ଧରି ନିଜ ଅଫିସରେ ଯାଇ ବସିଲେ। ପାଣିରେ ଭିଜି ଯାଇଥିବା ପିଲାମାନେ ଯାଇ ମାଷ୍ଟରଙ୍କ ପାଖରେ ଫେରାଦ ହେଲେ। ସାର୍, ଆମେ ଏ ପାଣି ଭିତରେ ଆସୁ ଆସୁ ଗୋଡ଼ ଖସିଗଲା। ଆମେ ଓଦା ହୋଇଗଲୁ। ଓଦା ଲୁଗା ପିନ୍ଧି ଆମେ କେମିତି ବସି ରହିବୁ? ହେଡ଼ମାଷ୍ଟର ପଚାରିଲେ। ସମସ୍ତଙ୍କ ଗୋଡ଼ କ'ଣ ଏକାବେଳକେ ଖସିଗଲା? ସମସ୍ତେ ଏକ ସଙ୍ଗେ କହି ଉଠିଲେ, ହଁ ସାର୍, ଆଜି ଛୁଟି କରିଦିଅନ୍ତୁ। ହେଡ଼ମାଷ୍ଟରେ ଟ୍ରେନିଂ ସ୍କୁଲ ହେଡ଼ମାଷ୍ଟରଙ୍କ ସହ ପରାମର୍ଶ କରିବାକୁ ଗଲେ। ସେତେବେଳେ ଟ୍ରେନିଂ ସ୍କୁଲ ହେଡ଼ମାଷ୍ଟର ଥାନ୍ତି ଜାବୁଲ ହକ୍। ହେଡ଼ମାଷ୍ଟର ତାଙ୍କୁ କହିଲେ ଯେ ସ୍କୁଲ ଘରମାନଙ୍କରେ ପାଣି ପଶି ଯାଇଛି। ଜାବୁଲ ହକ୍ କଥାର ସତ୍ୟତା ଜାଣିବା ଲାଗି ନିଜେ ଆମ ସ୍କୁଲକୁ ଆସିଲେ। ସେ ଶ୍ରେଣୀ ଭିତରକୁ ଆସି ଦେଖିଲେ ବ୍ଲାକବୋର୍ଡ଼ଟା ସମ୍ପୂର୍ଣ୍ଣ ଓଦା। କାନ୍ଥ ଛାତ ପର୍ଯ୍ୟନ୍ତ ସବୁ ନାଲି ପାଣିରେ ଓଦା। ତହୁଁ ସେ ପିଲାମାନଙ୍କୁ କହିଲେ, ତମେ ସମସ୍ତେ ଅସଲ ପାଜି। ହଇରେ, ପାଣି କ'ଣ ଛାତ ପର୍ଯ୍ୟନ୍ତ ତା ମନକୁ ଉଠି ଯାଇଥିଲା? ଏତେ ତ ପାଣି କେଉଁଠୁ ଉଠିନି। ଏତେ ଉପରକୁ ଉଠିଥିଲେ ଆମେ ସମସ୍ତେ ତ ପାଣିରେ ବୁଡ଼ି ଯାଇଥାନ୍ତୁ। ଆଜି ଶଇତାନ, ପାଜି ଶଇତାନ, ଏସବୁ ତୁମରି କାମ। ସେ ପିଲାଙ୍କୁ ଗାଳି ଦେଲେ ସତ, କିନ୍ତୁ ଗୁଡ଼ାଏ ପିଲା ଭିଜି ଯାଇଥିବାର ଦେଖି ଓ ଶ୍ରେଣୀଗୃହରେ ପିଲା ଓଦାରେ ବସିଲେ କ୍ଷତି ହେବ ଭାବି ସେ ଛୁଟି କରିଦେବା ଲାଗି ହେଡ଼ମାଷ୍ଟରଙ୍କୁ ଉପଦେଶ ଦେଲେ। ହେଡ଼ମାଷ୍ଟର ସଙ୍ଗେ ସଙ୍ଗେ ଛୁଟି ଘୋଷଣା କରିଦେଲେ। ପିଲାମାନେ ଗଡ଼ ଜୟ କରି ନାନା ପ୍ରକାର କିଚିରି ମିଚିରି ଶବ୍ଦ କରି ଆନନ୍ଦ ଉଲ୍ଲାସରେ ପଳାଇଗଲେ।